ଯାତ୍ରାର ଅଭିନୟ ଠାରୁ ରିଏଲ୍ ଅଭିନୟ ଟିକେ ସେ ନିଆରା କରୁଛନ୍ତି ବୋଲି ସମସ୍ତେ ଗଣମାଧ୍ୟମରେ ପ୍ରକାଶ କରୁଛନ୍ତି। ଯଦି ମୁଁ ଆଜ୍ଞା ଛୁଆଟିଏ ନଷ୍ଟ କରିଛି, ବର୍ଷକୁ ତ ଗୋଟେ ମା ଗୋଟେ ଛୁଆଟା ହିଁ ଜନ୍ମ କରିପାରିବ ନା, ତାହେଲେ ଦିଥର ଥରେ ଆବର୍ଷଣ ହେଇକି ଆଉ ଗୋଟେ ଛୁଆଟା ଆସିଲା କେଉଁଠୁ? 14 ବର୍ଷ ନାହିଁ, +2 ଯେତେବେଳେ ସେ ଫାର୍ଷ୍ଟ ଇୟର୍ ପଢ଼ୁଥିଲେ ମୁଁ ନିଜେ ତାଙ୍କୁ କଲେଜକୁ ନେଇକି ଏକ୍ଜାମ୍ ଦେବା ପାଇଁ ଯାଇଛି, ସେକେଣ୍ଡ ଇୟର୍ ବି ଏକ୍ଜାମ୍ ନେବାକୁ ଯାଇଛି। ଆପଣ ଚିନ୍ତା କରନ୍ତୁ, ଯଦି ସିଏ 14 ବର୍ଷ କହୁଛନ୍ତି ତାହେଲେ ସିଏ ଆଜି ଯେଉଁ ବୟାନ ଦେଇକି ମୋ ନାଁରେ ଆଲିଗେସନ୍ ଆଣିଛନ୍ତି, ତାହେଲେ ସେବେ ତ ସେ ଦେଇପାରିଥାନ୍ତେ, ତାଙ୍କ ପରିବାର ଲୋକ ଦେଇପାରିଥାନ୍ତେ, ସିଏ ବି ଦେଇପାରିଥାନ୍ତେ, ତାହେଲେ ସେ ଦେଇନଥିଲେ କାହିଁକି? ଯେଉଁ କଥାଟା ଆପଣ ପଚାରିଲେ ମୋତେ, ତାଙ୍କର ଓକିଲ ବୟାନ ଦେଇଛନ୍ତି ମୁଁ ତାଙ୍କ ସ୍ୱାମୀ ନାହିଁ ବୋଲି। ସ୍ୱାମୀର ପରିଚୟ ମୋ ପାଖରେ ସଫିସିଏଣ୍ଟ ଅଛି, ଏଭିଡେନ୍ସ ଅଛି, ମୁଁ ପ୍ରମାଣ ଦେଇପାରିବି। ଆହୁରି ମଧ୍ୟ ସେ ଆପଣଙ୍କ ନାଁରେ ଆଲିଗେସନ୍ ଦେଇଛନ୍ତି ଯେ ଆପଣ ତାଙ୍କୁ 14 ବର୍ଷ ହେବା ସମୟରେ ଆପଣ ତାଙ୍କ ସାଙ୍ଗରେ ଶାରୀରିକ ସମ୍ପର୍କ ରଖିଥିଲେ। ସମ୍ପୂର୍ଣ୍ଣ ଆଜ୍ଞା ଭିତ୍ତିହୀନ କଥା, ଏଇଟା ସମ୍ପୂର୍ଣ୍ଣ ମିଥ୍ୟା। 14 ବର୍ଷ ନାହିଁ, +2 ଯେତେବେଳେ ସେ ଫାର୍ଷ୍ଟ ଇୟର୍ ପଢ଼ୁଥିଲେ ମୁଁ ନିଜେ ତାଙ୍କୁ କଲେଜକୁ ନେଇକି ଏକ୍ଜାମ୍ ଦେବା ପାଇଁ ଯାଇଛି, ସେକେଣ୍ଡ ଇୟର୍ ବି ଏକ୍ଜାମ୍ ନେବାକୁ ଯାଇଛି। ଆପଣ ଚିନ୍ତା କରନ୍ତୁ, ଯଦି ସିଏ 14 ବର୍ଷ କହୁଛନ୍ତି ତାହେଲେ ସିଏ ଆଜି ଯେଉଁ ବୟାନ ଦେଇକି ମୋ ନାଁରେ ଆଲିଗେସନ୍ ଆଣିଛନ୍ତି, ତାହେଲେ ସେବେ ତ ସେ ଦେଇପାରିଥାନ୍ତେ, ତାଙ୍କ ପରିବାର ଲୋକ ଦେଇପାରିଥାନ୍ତେ, ସିଏ ବି ଦେଇପାରିଥାନ୍ତେ, ତାହେଲେ ସେ ଦେଇନଥିଲେ କାହିଁକି? ଆଜି କାହିଁକି ସେ ମୁହଁ ଖୋଲିଲେ? ମୁଁ ଯଦି ମୁହଁ ଖୋଲିଛି, ସେ ମୋର ମୁହଁକୁ ଚାପ କରିଦେବା ପାଇଁ ସେ ଏଇ ପ୍ରୟାସଟା ଜାରି ରଖିଛନ୍ତି। କୌଣସି ଆଜ୍ଞା ଯେଉଁ ମହିଳାଙ୍କ କଥା କହୁଛନ୍ତି ସେମିତି ତ ମୋ ପାଖକୁ କିଛି ଏଫଆଇଆର୍ ହେଇଥାନ୍ତା, ଏଫଆଇଆର୍ ହେଇନାହିଁ। ଯାହା ବି ହେବ ସତ୍ୟତା ବାହାରିବ, ତାହେଲେ ମୁଁ ସେ ସତ୍ୟତାର ସାମ୍ନା କରିବା ପାଇଁ ରାଜି ଅଛି। ଗୋଟେ ଛୁଆ ବି ନଷ୍ଟ କରୁଛନ୍ତି, ସେ ଗୋଟେ ଅଭିଯୋଗ ଆଣିଛନ୍ତି। ବଢ଼ିଆ କଥାଟା ଆପଣ ପଚାରିଲେ। ଯଦି ମୁଁ ଆଜ୍ଞା ଛୁଆଟିଏ ନଷ୍ଟ କରିଛି, ବର୍ଷକୁ ତ ଗୋଟେ ମା ଗୋଟେ ଛୁଆଟା ହିଁ ଜନ୍ମ କରିପାରିବ ନା, ତାହେଲେ ଥରେ ଆବର୍ଷଣ ହେଇକି ଆଉ ଗୋଟେ ଛୁଆଟା ଆସିଲା କେଉଁଠୁ? ସମ୍ପୂର୍ଣ୍ଣ ମିଥ୍ୟା। ଏଥିରେ ଏଇ ଅଭିଯୋଗକୁ ଆପଣ ଖଣ୍ଡନ କରୁଛନ୍ତି କି ନାହିଁ ଏବଂ ଆଗାମୀ ଆପଣ କ'ଣ ପଦକ୍ଷେପ ନେବେ? ମୁଁ ବହୁତ ଶୀଘ୍ର ଫ୍ୟାମିଲି କୋର୍ଟର ଦ୍ୱାରସ୍ଥ ହେଉଛି, ସବୁ ମୋର ପ୍ରୁଫ୍ ଆଉ ପ୍ରମାଣପତ୍ର ରଖିଛି। ଯେଉଁ ସିଏ କହୁଛନ୍ତି ଯେ ମୁଁ ତାଙ୍କ ସ୍ୱାମୀ ନାହିଁ ବୋଲି, ସବୁର ପ୍ରମାଣ ମୋ ପାଖରେ ସଫିସିଏଣ୍ଟ ଅଛି। ମାନେ ସିଏ କହୁଛନ୍ତି ପୁଅ କାହାର ବୋଲି, ତାହେଲେ ଠିକ୍ ଅଛି। ଯଦି ସିଏ କହୁଛନ୍ତି ପୁଅ କାହାର, ମେଡ଼ିକାଲ ରିପୋର୍ଟରେ କ'ଣ କେବେ ବୟାନ କ'ଣ ଭୁଲ ହେଇଯିବ କି? DNA ଟେଷ୍ଟ କ'ଣ କେବେ ଭୁଲ ହେଇଯିବ କି? ସବୁ ପ୍ରକାର ପ୍ରମାଣର ମୁଁ ସହଯୋଗ କରିବା ପାଇଁ ବି ରାଜି ଅଛି। କୌଣସି ସତ୍ୟତା ନାହିଁ, ଏଇଟା ମିଥ୍ୟା। ପର କଥାରେ ପଡ଼ିକି ନିଜ ଇମେଜ୍ ଖରାପ କରୁଛନ୍ତି। ଏତେ ବଡ଼ ଗୋଟେ ଷ୍ଟାର୍ ସେ ହେଇସାରିଲେଣି ଓଡ଼ିଶାର, ତାହେଲେ ଆପଣ ବିଚାର କରୁଥିବେ ସବୁ ମିଡ଼ିଆ ବାଲା ମାନେ ଗଣମାଧ୍ୟମରେ ପ୍ରକାଶିତ ହେଉଛି ମାନେ ସାରା ଓଡ଼ିଶାବାସୀ ଦେଖୁଛନ୍ତି, ତାହେଲେ ସେ କେତେ ମିଛ କହୁଛନ୍ତି। ଯାତ୍ରାର ଅଭିନୟ ଠାରୁ ରିଏଲ୍ ଅଭିନୟ ଟିକେ ସେ ନିଆରା କରୁଛନ୍ତି ବୋଲି ସମସ୍ତେ ଗଣମାଧ୍ୟମରେ ପ୍ରକାଶ କରୁଛନ୍ତି। ମୁଁ ପ୍ରଥମରୁ 1 ଡେରୁ କହିଛି, ସେହି ହିଁ କୁପ୍ରକୃତିର ମଣିଷଟିଏ। ମୁଁ ନାଁ ନେବା ପାଇଁ ଚାହୁଁନି, କାରଣ ଯେଉଁ ଚୁଞ୍ଚୁ ଦରାକୁ ମାଇଲେ ହାତ ଗନ୍ଧେଇବ, ସେଇ ଟାଇପ୍ର ସେପରି ମଣିଷ ବ୍ୟକ୍ତିକୁ ମୁଁ ନାଁ ନେବା ପାଇଁ ବି ଚାହୁଁନାହିଁ। ଆହୁରି କୁହାଯାଉଛି ଯେ ଆପଣ ଯଦି ତାଙ୍କ ସାଙ୍ଗରେ ରହିବା ପାଇଁ ଚାହୁଁଥିଲେ, ଆପଣ ସେମିତି ତାଙ୍କ ପାଖକୁ ଯାଇକି ଆପ୍ରୋଚ୍ ନ କରି ଆପଣ ସୋସିଆଲ ମିଡ଼ିଆରେ ତାଙ୍କୁ ଭାଇରାଲ କରାଇଲେ। ଏଇ ଜିନିଷଟି ସୋସିଆଲ ମିଡ଼ିଆରେ ଆପଣ କହିଲେ, କ'ଣ କହିବେ? ଆଜ୍ଞା, ପ୍ରଥମ 1 ଡେରୁ ମୁଁ କହିଛି, ସେହି ବ୍ୟକ୍ତିଙ୍କ କଥା ଆଉ ଲୋଭ ଲାଳସା ପ୍ରୟାସରେ ସେ ଯେଉଁ ସୋନାଲି ମୋ ନାଁରେ ଆଲିଗେସନ୍ ଆଣିଛନ୍ତି, ଆଜ୍ଞା ସେଇଟା ସମ୍ପୂର୍ଣ୍ଣ ମିଥ୍ୟା। ମୁଁ ଚାହିଁଛି, ସିଏ ଚାହିଁ ନାହିଁ। ମୁଁ ଚାହିଁଛି କିନ୍ତୁ ସିଏ ଚାହିଁ ନାହିଁ। ଆପଣ କେମିତି ଚାହିଁଥିଲେ? ମୁଁ ମୋ ମାଆଙ୍କ ଡେଥ୍ ହେଲା ପରେ, ମୁଁ ଏଇଟା ପୂର୍ବରୁ କହିସାରିଛି, ଡେଥ୍ ହେଲା ପରେ ଏଇଟା ସତ୍ୟତା ଅଛି, କୌଣସି ମିଥ୍ୟା ନାହିଁ। ବହୁତ ଜଲ୍ଦି ମୁଁ ଯାଉଛି କୋର୍ଟର ଦ୍ୱାରସ୍ଥ ହେଉଛି, ଫ୍ୟାମିଲି କୋର୍ଟର ଦ୍ୱାରସ୍ଥ ହେଉଛି। ତାପରେ ଆପଣ ମୋର ନ୍ୟାୟ ପ୍ରତି ବି ମାନେ ଭରସା ଅଛି, ବିଶ୍ୱାସ ଅଛି, ନିଶ୍ଚିତ ହିଁ ମୋତେ ନ୍ୟାୟ ମିଳିପାରିବ। କହିଛନ୍ତି 15 ବର୍ଷ ପୂର୍ବେ ମୋତେ ଦୁଷ୍କର୍ମ କରିଥିଲେ। ଆଜ୍ଞା, ମୁଁ 12 ବର୍ଷ ପୂର୍ବେ ତାଙ୍କୁ ମ୍ୟାରେଜ୍ କରିଛି, ତାହେଲେ 15 ବର୍ଷ ପୂର୍ବେ କଲି କେମିତି? ଏଇଟା ତ ସ୍ପଷ୍ଟ ପ୍ରମାଣ ମୁଁ ଦେଉଛି। ବୟସ ହେଲା 29, ପୁଅର ବୟସ ହେଲା 10 ବର୍ଷ, ତାହେଲେ 11 ବର୍ଷ ବୟସରେ ତ ମୁଁ ତାଙ୍କୁ ମ୍ୟାରେଜ୍ କରିଥିଲି ନା। ଆମର ଡିଷ୍ଟାନ୍ସ ଅଛି 11 ବର୍ଷ କି 12 ବର୍ଷର, ତାହେଲେ 15 ବର୍ଷ ହେଲା କେମିତି? ବୋଧେ ତାଙ୍କ ଯିଏ ଅଛନ୍ତି ଆଡ଼ଭୋକେଟ୍, ତାଙ୍କ ମାନସିକ ଚିନ୍ତାଧାରା ଦୁର୍ବଳତା ଅଛି। ଓକେ, ଧନ୍ୟବାଦ। କି ପଣ୍ଡା ନୁହଁ ସୁଭାଷ ବେହେରା, ଅର୍ଥାତ୍ ଗୋଟେ କଳାକାର ତା ନାଁ ପରିବର୍ତ୍ତନ କରିବା ଉଚିତ ନୁହେଁ। ଆଜ୍ଞା, ଗୋଟେ ଶୁଣନ୍ତୁ, ମୁଁ ପ୍ରଥମରୁ କହିଥିଲି ଏ କଥାଟା ଗୋଟେ ଉଠିଥିଲା। ସୋନାଲି ପଣ୍ଡା ଯଦି ହେଉଛି ଜଣେ ବ୍ରାହ୍ମଣ ସମ୍ପ୍ରଦାୟର ବ୍ୟକ୍ତି ହେବା ଦରକାର। ଯଦି ସେ ବ୍ରାହ୍ମଣ ହେଉଛନ୍ତି, ତାହେଲେ ଆର ନୀତିଗତି ଅଛି
ଜଗନ୍ନାଥ ମନ୍ଦିର ଯାଇକି ଆମର ମୁକ୍ତି ମଣ୍ଡପରେ ନିଜର ପରିଚୟତା ଚେଞ୍ଜ କରାଯାଏ, ନିଜର ଜାତି ପ୍ରଥାକୁ ଚେଞ୍ଜ କରାଯାଏ, ଯେଉଁଟା ନୀତିଗତି ହିସାବରେ। କ'ଣ ଯେ ସୋନାଲି ପଣ୍ଡା କେମିତି ହେଲେ ଆପଣ ପଚାରୁଛନ୍ତି, ଯଦି ସେ ଯାଇଛନ୍ତି ତାହେଲେ ତାର ପ୍ରମାଣ ଦିଅନ୍ତୁ, ଗଣମାଧ୍ୟମରେ ଆପଣ ଦିଅନ୍ତୁ। এই যে ভোটার আই কার্ডটি দেখলে এটা কত বর্ষ পুরনো হবে? ସେ ବହୁତ ତ ଏବେ ତ 29 ବର୍ଷ ହେଲା, ଏବେ ରିସେଣ୍ଟ ମୁଁ କାଢ଼ିଛି, ମାତ୍ର ଗୋଟେ পুଅକୁ କେତେ ବୟସ ହେଲା ଏଇନା? ପୁଅକୁ ହେଲା 10 ବର୍ଷ। 10 ବର୍ଷ। ତାମାନେ 21 ବର୍ଷ ବୟସରେ ଆପଣଙ୍କ କହିବା ହିସାବରେ ଆପଣଙ୍କ ପୁଅ ଜନ୍ମ ହୋଇଛନ୍ତି। କାହିଁ ଘରକୁ ତଡ଼ିବେ, ଆମ ଘରେ ତ ତାକୁ ଝିଅ ପରି ଦେଖୁଥିଲେ। ଆପଣ ଯାଆନ୍ତୁ ଆମ ଏରିଆକୁ ପଚାରନ୍ତୁ, ଆପଣ ସମସ୍ତେ ହିଁ ତାକୁ ଭଲ ପାଉଥିଲେ, ମୋ ପରିବାରଠୁ ଆରମ୍ଭ କରି ମୋ ସାହି ବନ୍ଧୁବାନ୍ଧବ ଗାଁ ସାରା। ଆଜି ଭୋଟର କାର୍ଡ଼ ପାଖରେ ଅଛି ହଁ ଟିକେ ଦେଖ ମୋବାଇଲ ଦେଖ ଆଜ୍ଞା।